ଇକାଡାର ଦକ୍ଷତା ବିକାଶ ଓ ଅଣସାର ବଣ୍ଟନ କାର୍ଯ୍ୟକ୍ରମ। ଆମ କୃଷି ହେଉଛି ଆମ ସମୃଦ୍ଧିର ମାନଦଣ୍ଡ। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ ଓଡ଼ିଶା ସରକାର ଓ ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ରଙ୍କ ମିଳିତ ଆନୁକୂଲ୍ୟରେ ବିଲୁପ୍ତ ପ୍ରାୟ ଫସଲ ସମୂହର ପୁନରୁଦ୍ଧାର ନିମନ୍ତେ ଦୀର୍ଘସ୍ଥାୟୀ ସଘନ କୃଷି କାର୍ଯ୍ୟକ୍ରମ ନାମକ ଏକ ଯୋଜନା ମାଧ୍ୟମରେ ହରଡ଼ ଚାଷ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଆଜି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ସଭାଗୃହରେ କୃଷକମାନଙ୍କ ଦକ୍ଷତା ବିକାଶ ସାଙ୍ଗକୁ ଅଣୁସାର, ଜୀବାଣୁ କଲଚର, ତୃଣନାଶକ ଇତ୍ୟାଦି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଯୋଗଦେଇ ଅଧିକ ଅମଳକ୍ଷମ ବିଭିନ୍ନ କିସମର ହରଡ଼ ବିହନ ଚାଷ ପ୍ରଣାଳୀ, ରୋଗ ପୋକ ନିୟନ୍ତ୍ରଣ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଜଗନ୍ନାଥ ସେନାପତି ଯୋଗଦେଇ ଡାଲି ଜାତୀୟ ଫସଲର ଆବଶ୍ୟକତା ବିଶେଷ କରି ହରଡ଼ ଚାଷରେ ଚାଷୀମାନେ କିପରି ଲାଭବାନ ହୋଇପାରିବେ ଓ ସରକାରୀ ବ୍ୟବସ୍ଥାରେ ବିକ୍ରୟ ସୁବିଧା କରିପାରିବେ ଏହି ବିଷୟରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବାଟାଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତାପ ମଲ୍ଲିକ ଇକାଡାର ହରଡ଼ ଚାଷ ତାଙ୍କ ପଞ୍ଚାୟତରେ ଗତ ବର୍ଷ ହୋଇଥିଲା ଓ ଚଳିତ ବର୍ଷ ମଧ୍ୟ ହୋଇଥିବା ବ୍ଲକ କୃଷି ଅଧିକାରୀ ଓ ଇକାଡା ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ତେବେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇକାଡାର ଜିଲ୍ଲା ସଂଯୋଜକ ଜ୍ଞାନ ପ୍ରକାଶ ବାରିକ ସ୍ୱାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ କନ୍ଧମାଳ ଜିଲ୍ଲା ସୌନ୍ଦର୍ଯ୍ୟରେ ଯେତିକି ପରିପୂର୍ଣ୍ଣ, ପ୍ରାକୃତିକ ସମ୍ବଳରେ ସେତିକି ଭରପୁର। ତେଣୁ ଏହି ଜିଲ୍ଲା ବିକାଶର ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏହାର କୃଷି କ୍ଷେତ୍ର। ତେଣୁ ଚାଷୀମାନେ ଯେତେ କୁଶଳୀ ହେବେ ସେତେ ଫସଲ ଭଲ ଉତ୍ପାଦନ କରିପାରିବେ। ଏଥିପାଇଁ ଆଧୁନିକ ଚାଷ ପ୍ରଣାଳୀକୁ ଅନୁକରଣ କରିବାକୁ ପଡ଼ିବ। ଆଜିର କାର୍ଯ୍ୟକ୍ରମରେ 60 ଜଣ ଚାଷୀଙ୍କୁ ଇନପୁଟ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବ୍ଲକ କୃଷି ଓଭରସିଅର ବିନୋଦ ବିହାରୀ ସାମଲ, ଅଲେଖ ପ୍ରସାଦ ସାହୁ, ଟୁନା ସାହୁ, ସିକେନ୍ଦ୍ର ମୁଥାମାଝୀ ଯୋଗ ଦେଇଥିବା ବେଳେ ବ୍ଲକ ସଂଯୋଜକ ଅମୂଲ୍ୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।